IPL 2025 ତାରିଖ ଘୋଷଣା ହେଲେ ନମସ୍କାର ଶୁଭ ସନ୍ଧ୍ୟା ଆପଣ ଦେଖୁଛନ୍ତି ଓଡ଼ିଆ ଜଷ୍ଟ ଟି ଆଜି 14 ଜାନୁଆରୀ ଚାଲନ୍ତୁ ଜାଣିବା ଟପ୍ ନ୍ୟୁଜ୍। ସାରା ବିଶ୍ୱରେ କ୍ରିକେଟ ପ୍ରସଙ୍ଗ ପାଇଁ ଏକ ଖୁସି ଖବର ଆସିଛି କାରଣ ଇଣ୍ଡିଆନ୍ ପ୍ରିମିୟର ଲିଗ୍ 2025 ସଂସ୍କରଣ ମାର୍ଚ୍ଚ 23ରୁ ଆରମ୍ଭ ହେବାକୁ ଯାଉଛି। ଏନେଇ ରବିବାର BCCI ଭାଇସ୍ ପ୍ରେସିଡେଣ୍ଟ ରାଜୀବ ଶୁକ୍ଲା ସୂଚନା ଦେଇଛନ୍ତି ବୋଲି ସୂଚନା ମିଳିଛି। BCCI ବୈଠକରେ ଏ ସମ୍ପର୍କରେ ନିଷ୍ପତ୍ତି ନିଆଯାଇଥିବା ସେ କହିଛନ୍ତି। ତେବେ ଲିଗ୍ର ପ୍ରଥମ ମ୍ୟାଚ୍ କେଉଁ ଟିମ୍ ମଧ୍ୟରେ ଖେଳାଯିବ ଏନେଇ ସେ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ସେହିପରି ମହିଳା ପ୍ରିମିୟର ଲିଗ୍ର ପାଇଁ ଭେନ୍ୟୁ ମଧ୍ୟ ଚୂଡ଼ାନ୍ତ ହୋଇସାରିଛି। ଖୁବ୍ ଶୀଘ୍ର ଏହାର ଘୋଷଣା କରାଯିବ ବୋଲି ଶୁକ୍ଲା କହିଛନ୍ତି। ମୁମ୍ବାଇରେ ଆୟୋଜିତ ବୈଠକରେ ପୂର୍ବତନ ୱିକେଟକିପର ଏବଂ ବ୍ୟାଟ୍ସମ୍ୟାନ୍ ଦେବଜିତ ସାଇରାଙ୍କୁ BCCI ନୂତନ ସେକ୍ରେଟାରୀ ଭାବେ ଘୋଷଣା କରାଯାଇଥିବା ବେଳେ ପ୍ରଭଜିତ ସିଂ ଭାଟିଆ କୋଷାଧ୍ୟକ୍ଷ ଭାବେ ଚୟନ ହୋଇଛନ୍ତି। ଏହା ବ୍ୟତୀତ IPL ଏକ ବର୍ଷ ପାଇଁ ନୂତନ କମିଶନର ନିଯୁକ୍ତ କରିବାକୁ ମଧ୍ୟ ଘୋଷଣା କରାଯାଇଥିବା ସେ କହିଛନ୍ତି। ସୂଚନାଯୋଗ୍ୟ ପୂର୍ବବର୍ଷ ଅର୍ଥାତ୍ 2024 ମସିହା ମାର୍ଚ୍ଚ 22ରେ IPL ମ୍ୟାଚ୍ ଆରମ୍ଭ ହୋଇଥିଲା। ଏଥିରେ ପ୍ରଥମ ମ୍ୟାଚ୍ରେ RCB ଏବଂ CSK ପରସ୍ପରର ମୁହାଁମୁହିଁ ହୋଇଥିଲେ ଏବଂ ଫାଇନାଲ୍ ମେ 26ରେ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ KKR ଟ୍ରଫି ଜିତିଥିଲା। ତେବେ ଚଳିତ ଥର ଫାଇନାଲ୍ ମ୍ୟାଚ୍ ମେ 25ରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ ବୋଲି ସୂଚନା ମିଳିଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ସର୍ବପ୍ରଥମେ ଜାଣିପାରିବେ।